ନା ଟିକେ କୁହନ୍ତୁ ଆପଣ। ମୋ ନାଁ ବବଲୁ ଚନ୍ଦ୍ର ରାଉତ, ମୁଁ କେନ୍ଦ୍ରାପଡ଼ାରୁ ଆସିଥିଲି। ଆଜି ଆସିଛି କ'ଣ ପାଇଁ ନା ପ୍ରଭୁଙ୍କ କତିରେ ମୋ ମା ବୋଉ କହିଯାଇଥିଲେ ଯେ ଯେଉଁଦିନ ମୋ ପୁଅର ବାହାଘର ହେବ ନିମନ୍ତ୍ରଣ କାର୍ଡ଼ ପ୍ରଥମେ ଠାକୁରଙ୍କ ପାଖକୁ ନେଇକିନି ଆସିବୁ। ଆପଣ ହଉ ଧୈର୍ଯ୍ୟ, ଆପଣ ପୁରା ଇଏ ଅଛନ୍ତି। ହଉ ଧନ୍ୟବାଦ ଦେବି ଆପଣ ଯାଆନ୍ତୁ। ମୁଁ ଟିକେ ଆଉ ଟିକେ କହିବା ପାଇଁ ଯାଉଛି, ମୁଁ ଅଛି ଏଇଠି ଦିନେ ଡ୍ୟୁଟି କରିବାକୁ ଆସିଥିଲି, ମୁଁ ହୋମଗାର୍ଡ଼ରେ ଥିଲି। ହଁ ତାପରେ ଜିଲ୍ଲା ଆଉ କହୁନ ଆପଣ ସ୍ଥିର ରହୁନାହାନ୍ତି ଆଗ ଧୈର୍ଯ୍ୟ, ଆପଣ ଭାରି ଖୁସି ଅଛନ୍ତି ତ ମୁଁ ସେ ଆପଣଙ୍କ କାଳେ ନ କହିପାରିବେ ବୋଲି ଆଗ ଦମ୍ ନେଲେ ପୁରା ସ୍ଥିର ହେଇଯାଆନ୍ତୁ, ଭଲ ଲାଗିବ। ମୁଁ ସେ ଆପଣଙ୍କର ମୁଁ କହିଲି କାଳେ କ'ଣ ହେବ କି ଆପଣ ଯେମିତି କହିଲେ। ହଉ ହେଲେ ବି କ'ଣ ଯେଉଁଥିରେ ଥିଲେ ବି ତାଙ୍କ ଦୟା। ହଉ ଆଗ ସ୍ଥିର ରୁହନ୍ତୁ, ତାପରେ ଭଲ ଲାଗିବ। କୁହନ୍ତୁ ଯାହା କହିବା। ଆଜ୍ଞା, ଦିନେ ଏଇଠିକି ଆସିଥିଲି, ରଥଯାତ୍ରା ହେଇଥାଏ, ମୁଁ ଯେତେବେଳେ ହୋମଗାର୍ଡ଼ରେ ଥାଏ ଏଇଠି ଆସି ଠାକୁରଙ୍କ କତିରେ ଡ୍ୟୁଟି କଲି। ଭଗବାନଙ୍କୁ ଡାକିଗଲି, ପ୍ରଭୁ ମୁଁ ଯଦି କନଷ୍ଟେବଳ ଚାକିରି ପାଇବି, ପ୍ରଭୁ ମୁଁ ସବୁ ବର୍ଷ ଆସି ଏଇ ପୁରୀରେ ଡ୍ୟୁଟି କରିବି। କିନ୍ତୁ କନଷ୍ଟେବଳ ଚାକିରି କଲା ପରେ ଆଉ ତ ସେମିତି ସୁଯୋଗ ମିଳିନି। ଥରେ ସୁଯୋଗ ମିଳିଥିଲା, ଟ୍ରେନିଂ ସେଣ୍ଟରକୁ ଆସିଥିଲି, ଏଠି ଡ୍ୟୁଟି କରିଥିଲି। ତାପରେ ମା କହିଯାଇଥିଲେ ଯେ ବାହାଘର ଯେବେ ହେବ ପ୍ରଥମ କାର୍ଡ଼ ଠାକୁରଙ୍କ କତିକି ଆସିବ। ସେଠି ମାଇଁ ମାମୁଁ କହିଲେ ଆମର ତ ଏଇଠି ବଲଦେବଜୀ ଅଛନ୍ତି କେନ୍ଦ୍ରାପଡ଼ାରେ, ଆଉ କାର୍ଡ଼ ତୁମେ ଏଇଠି ଦେଇଦିଅନ୍ତୁ। ତାପରେ ମୋ ମନ ମାନିଲାନି, ମୋ ବୋଉ ବି ଗୋଟେ ଜିଦି ଧରିଲା ଯେ ତୁ କାର୍ଡ଼ ପ୍ରଥମେ ଠାକୁରଙ୍କ କତି ଜଗନ୍ନାଥଙ୍କ କତି ନେଇ ପହଞ୍ଚାଇବୁ, ତାପରେ ଯାହା ଆମର ହେବା କଥା ହେବ। ସେଇ କଥା ଆସିଛନ୍ତି କାର୍ଡ଼ ଦେବାକୁ, ଭଲ କଥା, ଧନ୍ୟବାଦ ଦେବି। ଜୟ ଜଗନ୍ନାଥ।